ଆଜି ପବିତ୍ର ରକ୍ଷାବନ୍ଧନ ଭାଇ ଭଉଣୀଙ୍କ ପବିତ୍ର ସମ୍ପର୍କର ପର୍ବଟିଏ। ସିଧା ସିଧି କହିବାକୁ ଗଲେ ଗୋଟେ ଭଉଣୀ ତା ଭାଇକୁ ଗୋଟିଏ ସୂତା ଡୋରିର ରାକ୍ଷୀ ତା ହାତରେ ବାନ୍ଧିଥାଏ ଓ ପ୍ରତ୍ୟେକ ଭାଇର ଇଚ୍ଛା ଥାଏ ସବୁ ଜନ୍ମରେ ସେ ତା ପ୍ରିୟ ଭଉଣୀର ଭାଇ ହୋଇ ରହିବାକୁ। ପ୍ରତ୍ୟେକ ଭଉଣୀ ତା ଭାଇକୁ ରାକ୍ଷୀ ବାନ୍ଧିବା ପାଇଁ ଗୋଟିଏ ପାତ୍ରରେ ଦୁବ, ବରକୋଳି ପତ୍ର, ଚାଉଳ, ଫୁଲ, ଚନ୍ଦନ, ସିନ୍ଦୁର, ମିଠା ଆଦି ନାନା ପ୍ରକାର ସଜାଇ ପ୍ରଥମେ ଭାଇକୁ ଆମନ୍ତ୍ରଣ କରିଥାଏ। ଭାଇ ସଜବାଜ ହୋଇ ଭଉଣୀ ପାଖରେ ପହଞ୍ଚିବା କ୍ଷଣି ଭଉଣୀର ଖୁସି କହିଲେ ନ ସରେ। ସେ ଖୁସି ମନରେ ତା ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ, ତାକୁ ପୂଜା କରିବା ସହିତ ମିଠା ଖାଇବାକୁ ଦେଇଥାଏ ଏବଂ ପରିଶେଷରେ ନମସ୍କାର କରି ଆଶୀର୍ବାଦ ନେଇଥାଏ। ଭାଇ ମଧ୍ୟ ଭଉଣୀକୁ ସମସ୍ତ ବାଧା ବିଘ୍ନ ଓ ସୁଖ ଦୁଃଖ ବିପଦରେ ଛିଡା ହେବା ପାଇଁ କଥା ଦେଇଥାଏ ଏବଂ ଭଉଣୀର ଶୁଭ ମନାସି ତାକୁ କିଛି ପାଉଣା ମଧ୍ୟ ଦେଇଥାଏ। କିନ୍ତୁ ଭଉଣୀ ତା ପାଉଣା ଅପେକ୍ଷା ତା ଭାଇର ଭଲ ପାଇବା ଓ ଆଶୀର୍ବାଦ ଲୋଡ଼ିଥାଏ। ଭଉଣୀଟି ଚାହେଁ ତା ଭାଇ ତା ରକ୍ଷା କବଚ ହୋଇ ତା ପାଖରେ ଛିଡା ହୋଇଥାଉ। ବ୍ୟୁରୋ ରିପୋର୍ଟ, ପବ୍ଲିକ ଆୱାଜ।